ନେଲେ ବି ମିଳିବନି ତେଲ। ଜାରି ହେଲା ନୂଆ ନିର୍ଦ୍ଦେଶନାମା, ବଦଳିଲା ତେଲ ପକାଇବାର ନିୟମ। ଏପ୍ରିଲ 1ରୁ ଲାଗୁ ହେବ ନୂଆ ନିୟମ। ଏଣିକି ରାସ୍ତାକୁ ପ୍ରତି ମାସ 1 ତାରିଖରେ ଅନେକ ନିୟମରେ ପରିବର୍ତ୍ତନ ହେଉଛି। ହେଲେ କାଲିଠାରୁ ଯେଉଁ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। କାରଣ ପୁରୁଣା ଗାଡ଼ି ଥିଲେ ଆପଣଙ୍କୁ ହଇରାଣ ହେବାକୁ ପଡ଼ିବ, ଅର୍ଥାତ୍ ପୁରୁଣା ଗାଡ଼ି ଥିଲେ ବି ଆପଣ ଚଲାଇ ପାରିବେ ନାହିଁ। କାରଣ ଗାଡ଼ିରେ ତେଲ ଭର୍ତ୍ତି କରିବେନି ପେଟ୍ରୋଲ ପମ୍ପର କର୍ମଚାରୀ। ଏମିତି ନିର୍ଦ୍ଦେଶନାମା ଜାରି ହେବା ପରେ ପୁରା ଚିନ୍ତାରେ ପଡ଼ିଯାଇଛନ୍ତି ଏବେ ପୁରୁଣା ଗାଡ଼ି ଚାଳକ। ସ୍ଥିତି ଏବେ ଏମିତି, କେବଳ ପୁରୁଣା ଗାଡ଼ି ଯିବ କବାଟ ଦୋକାନକୁ। ତେବେ ଜାଣନ୍ତୁ କେଉଁ କେଉଁ ଅଞ୍ଚଳରେ ଲାଗୁ ହେଲା ଏହି ନୂଆ ନିୟମ। ନୂଆ ନିୟମ ଅନୁସାରେ ପୁରୁଣା ଗାଡ଼ିରେ ତେଲ ଭର୍ତ୍ତି କରିବେ ନାହିଁ ପେଟ୍ରୋଲ ପମ୍ପର କର୍ମଚାରୀ। ଖାଲି ଯେ ପେଟ୍ରୋଲ ମିଳିବ ତାହା ନୁହେଁ, ବରଂ ଡିଜେଲ ମଧ୍ୟ ମିଳିବ ନାହିଁ। କେବଳ ଏତିକି ନୁହେଁ, ସେହି ପୁରୁଣା ଯାନଗୁଡ଼ିକ ଉପରେ ନଜର ମଧ୍ୟ ରଖାଯିବ। ଏହାର ଅର୍ଥ, ଯଦି ଏନ୍ଜିଟିର ନିର୍ଦ୍ଦେଶ ଅନୁଯାୟୀ ଆପଣଙ୍କର ପାଖରେ ପୁରୁଣା ଗାଡ଼ି ଅଛି, ତେବେ ଆପଣଙ୍କୁ ପେଟ୍ରୋଲ କିମ୍ବା ଡିଜେଲ ମିଳିବ ନାହିଁ। ରାଜଧାନୀ ଦିଲ୍ଲୀରେ କେଉଁ ମାତ୍ରାରେ ପ୍ରଦୂଷଣ ବଢ଼ିବାରେ ଲାଗିଛି ତାହା ଆପଣମାନେ ଜାଣନ୍ତି। ସେଥିଲାଗି ତ ଦିଲ୍ଲୀ ସରକାର ଅଡ୍ ଇଭେନ୍ ନମ୍ବରର ଗାଡ଼ି ଚାଳନା କରୁଛନ୍ତି। ଏବେ ପୁଣି ଥରେ ରାସ୍ତାରୁ ପୁରୁଣା ଗାଡ଼ି ହଟାଇବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଅବଶ୍ୟ ସରକାରଙ୍କ ନିଷ୍ପତ୍ତି ପରେ ବି ଅନେକ ମାତ୍ରାରେ ପୁରୁଣା ଗାଡ଼ି ରାସ୍ତାରେ ଗଡ଼ୁଛି। ତେଣୁ ଏହି ଗାଡ଼ିକୁ ହଟାଇବାକୁ ପେଟ୍ରୋଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଏଥିପାଇଁ ପେଟ୍ରୋଲ ପମ୍ପ ଅପରେଟରମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସେପଟେ ରାଜଧାନୀ ଦିଲ୍ଲୀର ଅନେକ ପେଟ୍ରୋଲ ପମ୍ପରେ ପୁରୁଣା ଗାଡ଼ି ଚିହ୍ନଟ ପ୍ରକ୍ରିୟା ବି ଆରମ୍ଭ ହୋଇଯାଇଛି। ଏବେ ପେଟ୍ରୋଲ ପମ୍ପ ଗୁଡ଼ିକରେ ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ କ୍ୟାମେରା ଲଗାଯାଇଛି। ଏହା ସାହାଯ୍ୟରେ ପୁରୁଣା ଯାନ ଏବଂ ପିୟୁସି ନଥିବା ଯାନଗୁଡ଼ିକ ସହଜରେ ଚିହ୍ନଟ କରାଯାଇପାରିବ। ଏନ୍ଜିଟିର ନିର୍ଦ୍ଦେଶ ଅନୁଯାୟୀ ରାଜଧାନୀରେ 10 ବର୍ଷର ପୁରୁଣା ଡିଜେଲ ଏବଂ 15 ବର୍ଷର ପୁରୁଣା ପେଟ୍ରୋଲ ଯାନକୁ ନିଷିଦ୍ଧ କରାଯାଇଛି। ପରିବହନ ବିଭାଗର ଡାଟାବେସ୍ରୁ ସେଗୁଡ଼ିକୁ ହଟାଇ ଦିଆଯାଇ ସେ ଗାଡ଼ିଗୁଡ଼ିକୁ ଜବତ କରିବା ପାଇଁ ନିର୍ଦ୍ଦେଶ ରହିଛି। ଏହାପରେ ବି ଯଦି ଗାଡ଼ି ଚାଳକ ନିୟମ ନ ମାନନ୍ତି, ତେବେ ଆକ୍ସନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର। ବ୍ୟୁରୋ ରିପୋର୍ଟ, ଉତ୍କଳ ପ୍ରତିଦିନ।